ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବା ପରେ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ଆବେଦନକାରୀ। କେବେ ମିଳିବ ସୁଭଦ୍ରା ଟଙ୍କା ଆଉ ନୂଆ ହିତାଧିକାରୀଙ୍କୁ ମିଳିବ କି ନାହିଁ ସେ କଥା ଭାବି ଭାବି ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ଏହାରି ଭିତରେ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସୁଭଦ୍ରା ଯୋଜନାରେ 90 ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ମାତ୍ର 25 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି। ଯେଉଁମାନଙ୍କୁ ଟଙ୍କା ମିଳିଛି ସେମାନେ ଶାନ୍ତିରେ ନିଶ୍ୱାସ ମାରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। କେବେ ମିଳିବ ବୋଲି ଅପେକ୍ଷା କରିଛନ୍ତି। ଏହାରି ଭିତରେ ଆବେଦନକାରୀଙ୍କୁ ଭଲ ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ମହିଳାଙ୍କ ବଡ଼ ପର୍ବରେ ବାକି 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏଥିସହ ପୂର୍ବ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ମହିଳାଙ୍କ ଉତ୍କଣ୍ଠାକୁ ନଜରରେ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି EKYC ପାଇଁ ସମୟ ଲାଗୁଛି। ସୁଭଦ୍ରା ଗୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ 1ରୁ ସ୍ଲାବ୍ ହେବ, ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସେମାନଙ୍କର ଭେରିଫିକେସନ କରିବେ। ଗୋଟିଏ ଲୋକଙ୍କ ପାଖେ ଜଲ୍ଦି ପହଞ୍ଚିବ ସରକାର। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ସତ୍ତ୍ୱେ ଆବେଦନକାରୀ ଆଶଙ୍କାରେ ଅଛନ୍ତି। 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନ 25 ଲକ୍ଷ 11,000 ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ 5,000 ଲେଖାଏଁ ଟଙ୍କା ଯାଇଛି। ତାପରେ ବାକି ଥିବା ଆବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ଚର୍ଚ୍ଚା ଲାଗି ରହିଛି।